କହିବେ ଏଇ ଯେଉଁ ହତ୍ୟାକାଣ୍ଡ 3 ଜଣଙ୍କୁ ଗିରଫ କରାଯାଇଛି କେମିତି କ'ଣ ରହିଥିଲା ତାଙ୍କର ହତ୍ୟାକାଣ୍ଡ? ଗତ 1/10/2025 ସକାଳ ବେଳା ଏଥିରେ ଯେଉଁ ଆମର ଆଜିର କେସ୍ରେ ଯେଉଁ ଫରୱାର୍ଡ଼ ହେଉଛନ୍ତି ଅନୁରାଗ ରାହୁଲ ଅନୁରାଗ ସାହୁ ମୁଖ୍ୟ ଆସାମୀ ଅଛନ୍ତି। ତାଙ୍କର ଗୋଟେ ପେଟ୍ ଡଗ୍ର ଦେହ ଅସୁସ୍ଥ ଥିଲା। ସେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଗୋଟେ ଆମ୍ବୁଲାନ୍ସ ଭଡ଼ାର ନେଇଥିଲେ। ସେ ଆମ୍ବୁଲାନ୍ସ ହେଉଛି ଗୌରବ ବାସାକଙ୍କର ଏଇ ହରିମୋର ଛକ ତାଙ୍କ ଘର। ତାଙ୍କ ଆମ୍ବୁଲାନ୍ସ ନେଇଥିଲେ। ବାଟରେ ସେ ଆମ୍ବୁଲାନ୍ସଟି ଗୁଡ଼ିଆ କାରିଣୀ ପାଖର ଟିକେ ଏସିର ପ୍ରୋବ୍ଲେମ୍ ଦେଖାଇଲା। ତେଣୁ ତାକୁ ଆଉ ଗୋଟେ ଅଲ୍ଟରନେଟିଭ୍ ଆମ୍ବୁଲାନ୍ସ ବ୍ୟବହାର କରିବା ଦ୍ୱାରା ତାକୁ ନେଇଥିଲେ କଟକକୁ। କିନ୍ତୁ ତାଙ୍କ ଆମ୍ବୁଲାନ୍ସ ଫେରି ଆସିଥିଲା। ସେ ଆମ୍ବୁଲାନ୍ସ ନେଲା ବେଳେ 2000 ଟଙ୍କା ଦେଇଥିଲେ ରାହୁଲ ଯିଏ ନେଇଥିଲେ ଭଡ଼ାର। ସେଇ ପଇସାକୁ ନେଇକି ତାଙ୍କ ଭିତରେ ଟିକେ ପାଟିତୁଣ୍ଡ ହେଇଛି। ଯେଉଁଠି ତାପରେ ସେଇ 1 ତାରିଖ ରାତି 11ଟା 11:30 ବେଳକୁ ଅଭିଯୁକ୍ତ ରାହୁଲ ଅନୁରାଗ ସାହୁ ଏବଂ ତାଙ୍କ ଆସୋସିଏଟ୍ ମାନେ ହରିମୋର ଛକକୁ ଯାଇଛନ୍ତି ଏବଂ କଲ୍ କରିକି ଡାକିଛନ୍ତି ଆମର ଗୌରବ ବାସାକ ଏବଂ ତାଙ୍କ ଭାଇ ଯେଉଁଥିରେ ଏଇ ସୌରଭ ବାସାକ ଯିଏ ବର୍ତ୍ତମାନ ଏଇ କେସ୍ର ଡିସିଜ୍ରେ ଅଛନ୍ତି। ତାଙ୍କୁ ଡାକିଛନ୍ତି। ଇଏ ସେଇ ଛକକୁ ଯିବା ଭିତରେ ତାଙ୍କ ଭିତରେ ଗଣ୍ଡଗୋଳ ହେଇଛି ଏବଂ ରାହୁଲ ଯେଉଁ ଅନୁରାଗ ସାହୁ ଗୋଟେ ଚାପଡ଼ ସାହାଯ୍ୟରେ ତାଙ୍କୁ ଆସଲ୍ଟ କରିଥିଲେ। ଯାହାଦ୍ୱାରା କି ତାଙ୍କର ଉଭୟ ଗୌରବ ବାସାକ ଏବଂ ଭାଇ ସୌରଭ ବାସାକ ସିଭିୟର ବ୍ଲିଡ଼ିଂ ଇଞ୍ଜୁରି ପାଇଥିଲେ ଏବଂ କଟକ ମେଡ଼ିକାଲ ସିଫ୍ଟ ହେଇଥିଲେ ଟ୍ରିଟମେଣ୍ଟ ପାଇଁ, ଯେଉଁଠି ସୌରଭ ବାସାକ ଏକ୍ସପାୟାର୍ଡ କରିଗଲେ। ଏହି ସଂକ୍ରାନ୍ତରେ ଅନୁଗୁଳ ଥାନାରେ 972 ନମ୍ବର କେସ୍ ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। ଏହି ତଦନ୍ତରେ 3 ଜଣ ଆକ୍ୟୁଜ୍ ଯାହାର ନାଁ ହେଲା ରାହୁଲ ଅନୁରାଗ ସାହୁ, ବାଘା ଆଲିଆସ୍ ମନୋଜ କୁମାର ବେହେରା, ସମ୍ବିତ ସାହୁ ଆଲିଆସ୍ ବାବା, ଏ 3 ଜଣ ଆକ୍ୟୁଜ୍ ଆରେଷ୍ଟ ହୋଇଛନ୍ତି। ଆଜି ଫରୱାର୍ଡ଼ ହେଉଛନ୍ତି। ତାଙ୍କର ଠାରୁ ଆକ୍ୟୁଜ୍ ମାନେ ଯେଉଁ ୱେପନ୍ ଅଫ୍ ଅଫେନ୍ସ ଯେଉଁ ଚାପଟ ତାକୁ ଜବତ କରାହେଇଛି। ତା ସଙ୍ଗେ ସଙ୍ଗେ ତାଙ୍କର 4ଟି ମୋବାଇଲ ଜବତ ହେଇଛି ଏବଂ ବ୍ଲଡ୍ ଷ୍ଟେନ୍ ଆର୍ସ ବାୟୋଲୋଜିକାଲ ଏକ୍ଜିବିଟ୍ସ ଇନଭେଷ୍ଟିଗେସନ୍ ବେଳେ ଯାହା ଯେମିତି ଫର୍ମାଲିଟି ଅବଜର୍ଭ କରାହେଇକି ସିଜ୍ କରାହେଇଛି। ଆଉ ତାଙ୍କର ଯେଉଁ ବ୍ୟବହୃତ କରିଥିଲେ ଯେଉଁ ଆମ୍ବୁଲାନ୍ସ ନେଇକି ହରିମୋର ଛକ ଯାଇଥିଲେ ଆକ୍ୟୁଜ୍ ମାନେ, ସେଇ ଆମ୍ବୁଲାନ୍ସ ବି ଜବତ ହେଇଛି। 4ଟି କେସ୍ ରହିଛି। ଯେଉଁ ବାବା ଆଲିଆସ୍ ସମ୍ବିତ କୁମାର ସାହୁଙ୍କ ନାଁରେ ଅନୁଗୁଳ ଥାନାରେ ଗୋଟେ 17 ମସିହାରେ ଅଛି 79 କେସ୍ ନମ୍ବର। 17 ମସିହାରେ 2ଟି କେସ୍ ଅଛି। ଗୋଟେ 23 ମସିହାରେ ଅଛି। ଆଉ ଏଇ ରିସେଣ୍ଟ 25ର ଗୋଟେ ଅଛି। 4ଟି କେସ୍ ତାଙ୍କ ନାଁରେ ଅଛି। ଆଉ ଢେଙ୍କାନାଳରେ ଗୋଟେ କେସ୍ ଅଛି ବାଘା ଯେଉଁ ଆପଣଙ୍କର ଆକ୍ୟୁଜ୍ ମନୋଜ କୁମାର ବେହେରା ତାଙ୍କ ନାଁର ଢେଙ୍କାନାଳ ଥାନାରେ ଗୋଟେ କେସ୍ ଅଛି। ଆଚ୍ଛା, ୟା ବ୍ୟତୀତ ଆମେ ଆପଣମାନଙ୍କ ସହାୟତାରେ କହିବାକୁ ଚାହୁଁଛୁ ଅନୁଗୁଳ ପୁଲିସ has adopted the a strong stance with zero tolerance policy towards crime and criminals। ସେଥିପାଇଁ ଆମେ ଗୋଟେ ଲିଷ୍ଟ କରିଛୁ, କ୍ରିମିନାଲ ମାନଙ୍କର ଲିଷ୍ଟ କରାହେଇଛି। ଏ ପୂଜା ପର୍ବାଣୀ ଭିତରେ ଆମେ ସମସ୍ତଙ୍କୁ ଏହାଦେହରେ ତଦନ୍ତ ପରିଭୂତ କରିବୁ। ଆମେ ତାଙ୍କ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ କମିଟେଡ଼ ଅଛୁ।